ସଫଳ ହେବାର ଅଛି ତ ଶୁକ୍ରାଚାର୍ଯ୍ୟଙ୍କ ନୀତି ଅନୁସାରେ ବେଶ୍ୟାଠାରୁ ଅବଶ୍ୟ ଶିଖନ୍ତୁ ଏହି କଥା। ବନ୍ଧୁଗଣ, ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ଜଣେ ମହାନ ଜ୍ଞାନୀ ଏବଂ ବେଦ ଗୁଡ଼ିକର ଜ୍ଞାତା ଥିଲେ। ଶୁକ୍ରାଚାର୍ଯ୍ୟ ଜଣେ ସେବକଠାରୁ ନେଇ ରାଜା ପର୍ଯ୍ୟନ୍ତ ସବୁ ମଣିଷ ଏବଂ ପ୍ରାଣୀମାନଙ୍କ ପାଇଁ ନୀତିଗୁଡ଼ିକର ରଚନା କରିଛନ୍ତି। ଏହି ନୀତି ଏତେ ପ୍ରଭାବଶାଳୀ ହୋଇଥାଏ କି ସ୍ୱୟଂ ଦେବତାମାନେ ବି ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଅନୁସାରେ ଆଚରଣ କରୁଥିଲେ। ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ନିଜର ନୀତିଗୁଡ଼ିକରେ ମଣିଷକୁ କେଉଁଭଳି ଭାବରେ ବ୍ୟବହାର କରିବା ଉଚିତ ବହୁତ ମହତ୍ତ୍ୱପୂର୍ଣ୍ଣ ଜ୍ଞାନ ଦେଇଛନ୍ତି। ଯଦି ଆପଣ ଶୁକ୍ରାଚାର୍ଯ୍ୟଙ୍କ ନୀତିକୁ ଧ୍ୟାନର ସହ ଶୁଣିବେ ଏବଂ ତାହାକୁ ନିଜ ଜୀବନରେ ପାଳନ କରିବେ, ତେବେ ଆପଣଙ୍କୁ ସଫଳ ବ୍ୟକ୍ତି ହେବା ପାଇଁ କେହି ବି ଅଟକାଇ ପାରିବେ ନାହିଁ। ଆଜି ମୁଁ ଆପଣଙ୍କୁ ଶୁକ୍ରାଚାର୍ଯ୍ୟଙ୍କ ଦ୍ୱାରା କୁହାଯାଇଥିବା କିଛି ନୀତି ବିଷୟରେ କହିବାକୁ ଯାଉଛି, ଯାହାକୁ ଯଦି ଆପଣ ନିଜ ଜୀବନରେ ପାଳନ କରିବେ, ତେବେ ଆପଣଙ୍କୁ କୌଣସି ଅନ୍ୟ ବ୍ୟକ୍ତି ସାମ୍ନାରେ ଭିକ ମାଗିବାକୁ ପଡ଼ିବ ନାହିଁ। ପରାଧୀନଂ ନୈବ କୁର୍ୟାତ ତରୁଣାଧୀନ ପୁସ୍ତକମ୍ କୁନ୍ତ ଚେଲଭ୍ୟତେ ଦୈବାତ ଭ୍ରଷ୍ଟ ନଷ୍ଟ ବିମର୍ଦିତମ୍। ଏହି ଶ୍ଲୋକରେ ଶୁକ୍ରାଚାର୍ଯ୍ୟ କହିଛନ୍ତି କି ଏହି ତିନିଟି ଜିନିଷକୁ କେବେ ବି କାହା ପାଖରେ ଛାଡ଼ିବା ଉଚିତ ନୁହେଁ। ପତ୍ନୀ ଶୁକ୍ରାଚାର୍ଯ୍ୟଙ୍କ ଅନୁସାରେ କୌଣସି ମନୁଷ୍ୟକୁ ନିଜର ଯବାନ ପତ୍ନୀକୁ କେବେ କୌଣସି ଅନ୍ୟ ବ୍ୟକ୍ତିଙ୍କ ସହାରାରେ ଛାଡ଼ିବା ଉଚିତ ନୁହେଁ। ପତ୍ନୀ ଘରର ସମ୍ମାନ ହୋଇଥାନ୍ତି, ସେଥିପାଇଁ ପତ୍ନୀକୁ ସର୍ବଦା ସୁରକ୍ଷା ଦେବା ଉଚିତ। ଯଦି ଆପଣ ନିଜ ପତ୍ନୀକୁ ଅନ୍ୟ କାହା ପାଖରେ ଛାଡ଼ି ଦେଉଛନ୍ତି, ତେବେ ସେ ଭ୍ରଷ୍ଟ ହୋଇପାରେ। ଏହାଛଡ଼ା କେତେକ ପୁରୁଷ ଦ୍ୱିତୀୟ ସହରକୁ କାମ ପାଇଁ ଯାଇଥାନ୍ତି। ଏମିତିରେ ଏମାନେ ନିଜର ପତ୍ନୀକୁ ଏକୁଟିଆ ଛାଡ଼ି ଦିଅନ୍ତି, ଯାହାର ଭୟଙ୍କର ପରିଣାମ ତାଙ୍କ ସାମ୍ନାକୁ ଆସିଥାଏ। ଯଦି ଆପଣ ନିଜର ସ୍ତ୍ରୀଠାରୁ ଦୂରରେ ଅଛନ୍ତି, ତେବେ ନିଜ ସ୍ତ୍ରୀକୁ ନିଜ ପାଖରେ ରଖନ୍ତୁ କିମ୍ବା ତାକୁ ନିଜର ମାତାପିତାଙ୍କ ନିକଟରେ ଛାଡ଼ି ଯାଆନ୍ତୁ। ତାଙ୍କୁ କେବେ ବି ଏକୁଟିଆ ଛାଡ଼ନ୍ତୁ ନାହିଁ। ମୌନ ରହିବା ଉଚିତ କି ଅନୁଚିତ ଜାଣନ୍ତୁ ଆଜିର ଏହି ଛୋଟ ନୀତି ଶିକ୍ଷାରୁ। ବନ୍ଧୁଗଣ, ଗ୍ରନ୍ଥରେ ଲେଖା ଅଛି କି ଯଦି ମଣିଷ ମୌନ ରହିବା ଶିଖିଯାଏ, ତେବେ ତାର ଅଧିକାଂଶ ସମସ୍ୟା ଆପେ ଆପେ ଠିକ୍ ହୋଇଯାଇଥାଏ। ଏହା ସତ କି ମୌନରେ ବଡ଼ ଶକ୍ତି ଥାଏ, କିନ୍ତୁ ସେହି ବଳ କେଉଁ କାମର ଯାହା ଠିକ୍ ସମୟରେ ଆପଣଙ୍କ କାମରେ ଆସିନଥାଏ। କ'ଣ ସବୁବେଳେ ମୌନ ରହିବା ଉଚିତ ଅଟେ କି? ନା। ଇତିହାସ ସାକ୍ଷୀ ଅଛି, ସଂସାରରେ ଅଧିକ ବିବାଦ ଏଥିପାଇଁ ଆସିଥାଏ କାରଣ ସମୟ ଥାଇ ମଣିଷ ତାହାର ବିରୋଧ କରିପାରେ ନାହିଁ, ଅର୍ଥାତ୍ ମୌନ ରହେ। ଯଦି ମୌନ ରହିବା ଶସ୍ତ୍ର ଅଟେ, ତେବେ ଏହାର ବ୍ୟବହାର ଠିକ୍ ସମୟରେ କରିବା ଆବଶ୍ୟକ ଅଟେ। ଯଦି ବିନା କାରଣରେ ମୌନ ରହିବେ, ତେବେ ଖରାପ ସ୍ୱଭାବର ବ୍ୟକ୍ତି ତାକୁ ସହମତି ଭାବି ନେଇଥାନ୍ତି ଏବଂ ତାହା ଧୀରେ ଧୀରେ ଆପଣଙ୍କର ସ୍ୱଭାବ ହୋଇଯାଇଥାଏ। କିଛି ଦିନ ପରେ ତାହା ଆପଣଙ୍କ ଅଭ୍ୟାସ ହୋଇଯାଇଥାଏ। ଆବଶ୍ୟକ ପଡ଼ିଲେ ଆପଣ ନିଜ ବାଣୀର ସଦୁପଯୋଗ କରନ୍ତୁ। ବାଣୀକୁ ଯେତେବେଳେ ଆୟତ୍ତରେ ରଖିବେ ଏବଂ ଆଉ କେତେବେଳେ ମୌନ ରହିବେ ନାହିଁ। ଏହାଠାରୁ ବି ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ କି ଏହାକୁ କେତେବେଳେ ଭାଙ୍ଗିବେ। ବନ୍ଧୁଗଣ, ଚାଣକ୍ୟ ନୀତିରେ ଚାଣକ୍ୟ ଏହା କହିଛନ୍ତି ଯେ ବୁଦ୍ଧିମାନ ମନୁଷ୍ୟ ନିଜ ଧନର ନାଶ, ମନର କଥାକୁ, ଗୃହିଣୀର ଚରିତ୍ରକୁ, ବ୍ୟକ୍ତିଗତ କଥା ଏବଂ ନିଜର ଅପମାନକୁ କେବେ ବି କାହାରି ସାମ୍ନାରେ କହିନଥାଏ। ଧନ ଏବଂ ଅନ୍ୟର ବ୍ୟବସାୟରେ, ବିଦ୍ୟା ଗ୍ରହଣ କରିବାରେ, ଭୋଜନ କରିବାରେ ଯେଉଁ ବ୍ୟକ୍ତି ନିଜ ସଂକୋଚକୁ ଦୂରରେ ରଖିବ, ସେ ସବୁବେଳେ ନିଜ ଜୀବନରେ ଖୁସିରେ ରହିବେ। ନିଜ ସ୍ତ୍ରୀ, ଭୋଜନ ଏବଂ ଧନ ଏହି ତିନିଟିରେ ସନ୍ତୋଷ କରିବା ଉଚିତ ଏବଂ ବିଦ୍ୟା, ଅଧ୍ୟୟନ, ତପ, ଧନ ଏବଂ ଧର୍ମରେ କେବେ ବି ସନ୍ତୋଷ କରିବା ଉଚିତ ନୁହେଁ। ଦୁଇ ବ୍ରାହ୍ମଣଙ୍କ ମଝିରେ ଅଗ୍ନି ଏବଂ ବ୍ରାହ୍ମଣଙ୍କ ମଧ୍ୟରେ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ, ମାଲିକ ଏବଂ ସେବକ ମଧ୍ୟରେ କେବେ ବି ତୃତୀୟ ବ୍ୟକ୍ତି
ହୋଇ ପଶିବା ଉଚିତ ନୁହେଁ। ଅଗ୍ନି, ଗୁରୁ, ବ୍ରାହ୍ମଣ, ଗାଈ, କୁଆଁରୀ କନ୍ୟା, ବୃଦ୍ଧ ଏବଂ ବାଳକଙ୍କୁ କେବେ ବି ଗୋଡ଼ରେ ଛୁଇଁବା ଉଚିତ ନୁହେଁ। ଶଗଡ଼ରୁ 5 ହାତ, ଘୋଡ଼ାଠାରୁ 10 ହାତ, ହାତୀଠାରୁ 1000 ହାତ ଦୂରରେ ରହିବା ଉଚିତ। ବୁଦ୍ଧିହୀନ ବ୍ୟକ୍ତିର ଜୀବନ ସେ କୁକୁରର ଲାଞ୍ଜ ସହ ସମାନ ହୋଇଥାଏ, ଯାହା ନା ତାର ଲଜ୍ଜାକୁ ଲୁଚେଇ ପାରେ, ନା ସେ ନିଜେ ଲାଞ୍ଜରେ ମଶାକୁ ଉଡ଼େଇ ପାରେ। କଥାରେ ପବିତ୍ରତା, ମନର ସ୍ୱଚ୍ଛତା ଏବଂ ଏହା ସହ ନିଜ ଇନ୍ଦ୍ରିୟକୁ ନିଜ କାବୁରେ ରଖିବା ମଧ୍ୟ କୌଣସି ମହତ୍ତ୍ୱ ନାହିଁ, ଯେତେବେଳେ ମନୁଷ୍ୟ ନିଜ ମନରୁ ହିଁ ତିଳେ ମାତ୍ର ବଦଳେଇ ପାରେ ନାହିଁ। ଯେଉଁ ପ୍ରକାର ଫୁଲରେ ବାସ୍ନା, ତିଳରେ ତେଲ, ଝିଅ ପାଖରେ ନିଆଁ, ଦୁଧରେ ଘିଅ, କଥାରେ ମିଠାପଣ ଆଦି ଦେଖା ନଯାଏ, ସେହିପରି ମଣିଷ ଭିତରେ ମଧ୍ୟ ଦେଖାଯାଉନଥିବା ଆତ୍ମା ରହିଛି। ସାଧୁ ଏବଂ ପବିତ୍ର ନିଆଁ। ବନ୍ଧୁଗଣ, ଜଣେ ସାଧୁ କୌଣସି ଏକ ରହସ୍ୟମୟ ପାହାଡ଼ ଗୁମ୍ଫାରୁ ପାଇଥିଲେ ରହସ୍ୟମୟ ପବିତ୍ର ଅଗ୍ନି। ସେହି ପବିତ୍ର ନିଆଁକୁ ଗୋଟିଏ ମାଟି ହାଣ୍ଡିରେ ପୁରାଇ ସେ ଘୂରି ବୁଲୁଥିଲେ। କେବେ ହେଲେ ସେ ସେହି ନିଆଁକୁ ଲିଭିବାକୁ ଦେଉ ନଥିଲେ। ସେହି ପବିତ୍ର ନିଆଁ ଉପରେ ହାତ ଦୁଇଟି ରଖି ଉଷ୍ଣତାର ସ୍ପର୍ଶ ପାଇଲେ ଜଣେ ମନୁଷ୍ୟର ସବୁ ପାପ ତାପ ଧୋଇ ଯାଉଥିବା ବୋଲି ଅନେକ ଲୋକ ସାଧୁଙ୍କ ପାଖକୁ ଆସୁଥିଲେ। ତାଙ୍କ ମଧ୍ୟରୁ ଜଣେ ଯୁବକ ବିଡ଼ି ଟାଣିବ ବୋଲି ନିଆଁ ଖୋଜୁଥିଲା। ସାଧୁଙ୍କ ପାଖରେ ହାଣ୍ଡି ଭିତରେ ଗୋଟିଏ ଦୀପରେ ନିଆଁ ଜଳୁଥିବାର ଦେଖି ସାଙ୍ଗେ ସାଙ୍ଗେ ସେଥିରେ ବିଡ଼ି ଲଗାଇ ଦେଲା। ସାଧୁ ହାଁ ହାଁ କଲା ବେଳକୁ ଗାଉଁଲି ଯୁବକ ତା କାମ ସାରି ଦେଇଥିଲା। ସାଧୁ ରାଗରେ ନିଜ ହିତାହିତ ଜ୍ଞାନ ହରାଇ ଯୁବକ ପଛରେ ଗୋଡ଼ାଇବାକୁ ଲାଗିଲେ, କିନ୍ତୁ ଯୁବକ କ୍ଷଣିକ ଭିତରେ ଦୌଡ଼ି ଚାଲିଗଲା। ସାଧୁ ତାକୁ ଧରିପାରିଲେ ନାହିଁ। ସାଧୁ କେବଳ ଅସହାୟତା ଏବଂ ହତାଶରେ କାନ୍ଦିବାକୁ ଲାଗିଲେ। ପବିତ୍ର ନିଆଁର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିପାରିଲେ ନାହିଁ ବୋଲି ନିଜକୁ ଦୋଷ ଦେଇ ଧିକ୍କାରିବାକୁ ଲାଗିଲେ। ଏହି ସମୟରେ ସେହି ବାଟ ଦେଇ ଯାଉଥିଲେ ଜଣେ ବୁଦ୍ଧିମାନ ଲୋକ। ସାଧୁ ଜଣକ କାନ୍ଦୁଥିବାର ସେ ଦେଖି ତାଙ୍କୁ କାରଣ ପଚାରିଲେ। ସାଧୁ ତାଙ୍କୁ ସବୁ କଥା କହିଲେ। ଏହା ଶୁଣି ବୁଦ୍ଧିମାନ ଲୋକ ଜଣକ କହିଲେ, ଏଥିରେ ଦୁଃଖ କରିବାର କିଛି ନାହିଁ। ଆପଣଙ୍କ ପାଖରେ ଥିବା ନିଆଁ ଯଦି ଏତେ ପବିତ୍ର, ସେ ସାମାନ୍ୟ ବିଡ଼ି ଦ୍ୱାରା ଅପବିତ୍ର ହୋଇଯିବ କେମିତି? ବରଂ ତାର ବିଡ଼ିଟି ପବିତ୍ର ନିଆଁର ସଂଯୋଗରେ ପବିତ୍ର ହୋଇଯାଇଥିବ। ଆପଣଙ୍କ ପବିତ୍ର ନିଆଁ କେତେ କେତେ ପାପୀଙ୍କ ପାପ ହରଣ କରୁଛି, ଅଥଚ ଅପବିତ୍ର ହେଉନାହିଁ। ଏ ସାମାନ୍ୟ ବିଡ଼ିର ସଂଯୋଗରେ ସେ ଅପବିତ୍ର ହୋଇଯିବ। ସାଧୁ ଏବେ ନୀରବ ରହିଲେ। ଆର ଜନ୍ମରେ କ'ଣ ହେବେ ଆପଣ, ପୁରୁଷ, ସ୍ତ୍ରୀ ନା ପଶୁ? ବନ୍ଧୁଗଣ, ପ୍ରକୃତିର ଏକ ନିୟମ ରହିଛି, ଯିଏ ଜନ୍ମ ହୁଏ ସେ ମରିବ ନିଶ୍ଚିତ। ଅନେକ ଧର୍ମ ହିସାବରେ ମୃତ୍ୟୁ ପରେ ମଣିଷର ପୁନର୍ବାର ଜନ୍ମ ହୁଏ। ଏପରି ପରିସ୍ଥିତିରେ ଅନେକ ଲୋକଙ୍କ ମନରେ ଏହି କୌତୂହଳ ଅଛି ଯେ ମୃତ୍ୟୁ ପରେ ପରବର୍ତ୍ତୀ ଜୀବନରେ ସେମାନଙ୍କ ସହିତ କ'ଣ ହେବ, ଅର୍ଥାତ୍ ସେ ଜଣେ ପୁରୁଷ, ସ୍ତ୍ରୀ ହେବେ ନା କିମ୍ବା ପଶୁର ରୂପ ନେବେ। ହିନ୍ଦୁ ଧର୍ମର ଭାଷାରେ ସେ କେଉଁ ଲିଙ୍ଗରେ ଜନ୍ମ ହେବେ। ସନାତନ ଧର୍ମରେ ଜନ୍ମ ଜନ୍ମାନ୍ତର କଥା କୁହାଯାଇଥାଏ। ଏଥିସହିତ ଏହି ଧର୍ମରେ ଅନେକ ଶାସ୍ତ୍ର, ପୁରାଣ ଆଦି ରହିଛି, ଯେଉଁଥିରେ ଜୀବନର ଅନେକ ରହସ୍ୟ ବିଷୟରେ ଉଲ୍ଲେଖ କରାଯାଇଛି। ତେବେ ଏହି ଶାସ୍ତ୍ରମାନଙ୍କ ମଧ୍ୟରୁ ଗୋଟିଏ ଶାସ୍ତ୍ର ହେଉଛି ଗରୁଡ଼ ପୁରାଣ। ଏହି ପୁରାଣରେ ଜଣେ ବ୍ୟକ୍ତିର ମୃତ୍ୟୁ ପରେ ସେ କେଉଁ ରୂପରେ ପୁଣି ଜନ୍ମ ନେବ ସେ ବିଷୟରେ ଉଲ୍ଲେଖ ଅଛି। ତେବେ ଏହି ପବିତ୍ର ପୁରାଣ ଅନୁସାରେ ମଣିଷ ଏହି ଜନ୍ମରେ ଯେଉଁଭଳି କର୍ମ କରିଥିବ ତାର ଆର ଜନ୍ମ ସେହିଭଳି ହେବ ବୋଲି ଉଲ୍ଲେଖ ଅଛି। ବର୍ତ୍ତମାନ ଆସନ୍ତୁ ଜାଣିବା ମଣିଷ ମୃତ୍ୟୁ ପରେ ଆର ଜନ୍ମରେ କେଉଁ ରୂପ ଧାରଣ କରିବ। ଏହି ଲୋକ ପାଆନ୍ତି ପଶୁ ଜନ୍ମ। ଗରୁଡ଼ ପୁରାଣ ଅନୁଯାୟୀ ଯେଉଁ ଲୋକମାନେ ଏ ଜନ୍ମରେ ପଶୁ ଶିକାର କରିଥାନ୍ତି କିମ୍ବା ନିରୀହ ପଶୁମାନଙ୍କୁ ହତ୍ୟା କରିଥାନ୍ତି, ସେମାନେ ଆର ଜନ୍ମରେ ପଶୁ ଜନ୍ମ ପାଇଥାନ୍ତି। ଏଥିସହିତ ସେମାନଙ୍କ ମୃତ୍ୟୁ କୌଣସି ଏକ କଂସାଇ ହାତରେ ହୋଇଥାଏ। ଏହି ଲୋକମାନେ ପାଆନ୍ତି ସ୍ତ୍ରୀ ଜନ୍ମ। ଯେଉଁ ପୁରୁଷମାନେ ଏ ଜନ୍ମରେ ସ୍ତ୍ରୀ ଲୋକଙ୍କ ପରି ପୋଷାକ ପିନ୍ଧିଥାନ୍ତି କିମ୍ବା ସେହିପରି ଆଚରଣ କରନ୍ତି,
ସେମାନେ ପରବର୍ତ୍ତୀ ଜନ୍ମରେ ସ୍ତ୍ରୀ ଜନ୍ମ ପାଇଥାନ୍ତି। ତେବେ ଖାସ୍ କରି ଏହି ଜନ୍ମରେ କିନ୍ନର ଜନ୍ମ ଗ୍ରହଣ କରିଥିବା ଲୋକେ ଆର ଜନ୍ମରେ ସ୍ତ୍ରୀ ରୂପରେ ଜନ୍ମ ହୋଇଥାନ୍ତି ବୋଲି ଗରୁଡ଼ ପୁରାଣରେ ଉଲ୍ଲେଖ ରହିଛି। ଏହି ଲୋକମାନେ ପାଆନ୍ତି ନପୁଂସକ ଜନ୍ମ। ଗରୁଡ଼ ଶାସ୍ତ୍ର ଅନୁସାରେ ଯେଉଁ ପୁରୁଷମାନେ ଏହି ଜନ୍ମରେ କୌଣସି ମହିଳାଙ୍କୁ ଯୌନ ଶୋଷଣ କରିଥାନ୍ତି କିମ୍ବା ସେମାନଙ୍କ ସହ ଅବୈଧ ସମ୍ପର୍କ ସ୍ଥାପନ କରିଥାନ୍ତି, ସେମାନେ ଆର ଜନ୍ମରେ ନପୁଂସକ ଭାବେ ଜନ୍ମ ହୋଇଥାନ୍ତି। ଏଥିସହିତ ଯେଉଁ ପୁରୁଷମାନେ ମହିଳାମାନଙ୍କୁ ନିର୍ଯାତନା ଦେଇଥାନ୍ତି, ସେମାନେ ଆର ଜନ୍ମରେ ଅନେକ ଦୁଃଖ ପାଇଥାନ୍ତି। ପେଚା ଜନ୍ମ ପାଆନ୍ତି ଏହି ଲୋକ। ଯେଉଁ ବ୍ୟକ୍ତି ଅନ୍ୟ ସହ ଛଳନା, ହିଂସା, ପ୍ରତାରଣା ଏବଂ ଧୋକା ଆଦି ଦେଇଥାଏ, ସେମାନେ ପରବର୍ତ୍ତୀ ଜନ୍ମରେ ପେଚା ହୋଇ ଜନ୍ମ ହୋଇଥାନ୍ତି। ସେହିପରି ମିଛ କଥା କହି ଅନ୍ୟକୁ ଫସାଉଥିବା ବ୍ୟକ୍ତି ଆର ଜନ୍ମରେ ଅନ୍ଧ ହୋଇ ଜନ୍ମ ହୋଇଥାନ୍ତି। ଅନେକ ସମସ୍ୟା ଦେଇ ଗତି କରନ୍ତି ଏହି ବ୍ୟକ୍ତି। ଯେଉଁ ବ୍ୟକ୍ତିମାନେ ସେମାନଙ୍କ ଜୀବନରେ ବୟସ୍କ କିମ୍ବା ନିଜର ଶିକ୍ଷକଙ୍କ ସହ ଖରାପ ବ୍ୟବହାର କରିଥାନ୍ତି, ସେମାନେ ଆର ଜନ୍ମରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ବନ୍ଧୁଗଣ, ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓ ଗୋଟେ ଲାଇକ୍ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।